କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ ଡିସ୍କସ୍ କରିବା ଭାରତ ମହାସାଗର ବିଷୟରେ। ଭାରତ ମହାସାଗର ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ମହାସାଗର, ଯାହା ପ୍ରାୟ 1 ବର୍ଗ ମାଇଲ ପର୍ଯ୍ୟନ୍ତ ବ୍ୟାପ୍ତ। ଏହା ଉତ୍ତରରେ ଏସିଆ, ପଶ୍ଚିମରେ ଆଫ୍ରିକା, ପୂର୍ବରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣରେ ଦକ୍ଷିଣ ମହାସାଗର ସହିତ ଘେରି ରହିଛି। ଏହାର ଉଷ୍ମ ଜଳ, ସମୃଦ୍ଧ ସାମୁଦ୍ରିକ ଜୈବ ବିବିଧତା ଏବଂ ଆର୍ଥିକ ଗୁରୁତ୍ୱ ପାଇଁ ଜଣାଶୁଣା। ଭାରତ ମହାସାଗର ବିଶ୍ୱ ବାଣିଜ୍ୟ ଏବଂ ଜଳବାୟୁ ନିୟନ୍ତ୍ରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଭାରତ ମହାସାଗର ପୃଥିବୀ ପୃଷ୍ଠର ପ୍ରାୟ 20% ଅଂଶକୁ ଆଚ୍ଛାଦିତ କରେ। ଜାଭା ଟ୍ରେଞ୍ଚରେ ଏହାର ହାରାହାରି ଗଭୀରତା 12,274 ଫୁଟ ଏବଂ ସର୍ବାଧିକ ଗଭୀରତା 24,442 ଫୁଟ। ଭାରତ ମହାସାଗର ମଧ୍ୟରେ ଥିବା ପ୍ରମୁଖ ସମୁଦ୍ରଗୁଡ଼ିକ ମଧ୍ୟରେ ଆରବ ସାଗର, ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଲାକ୍ଷାଦ୍ୱୀପ ସାଗର ଅନ୍ତର୍ଭୁକ୍ତ। ଏହା ଶ୍ରୀଲଙ୍କା, ମାଳଦ୍ୱୀପ, ମାଡାଗାସ୍କର ଏବଂ ସେଚେଲ୍ସ ସମେତ ଅନେକ ଦ୍ୱୀପପୁଞ୍ଜର ଆବାସସ୍ଥଳ। ଭାରତ ମହାସାଗରରେ ମୌସୁମୀ ବାୟୁ ପ୍ରଭାବ ଅନୁଭୂତ ହୁଏ, ଯାହା ଭାରତ, ଆଫ୍ରିକା ଏବଂ ଦକ୍ଷିଣ ପୂର୍ବ ଏସିଆର ପାଣିପାଗ ଧାରାକୁ ପ୍ରଭାବିତ କରେ। ପ୍ରମୁଖ ସମୁଦ୍ର ସ୍ରୋତ ମଧ୍ୟରେ ଆଗୁଲ ହାସ ସ୍ରୋତ, ସୋମାଲି ସ୍ରୋତ ଅନ୍ତର୍ଭୁକ୍ତ। ମହାସାଗରର ଉଷ୍ମ ଜଳ ଉଷ୍ଣକଟିବନ୍ଧୀୟ ଘୂର୍ଣ୍ଣିବାତ୍ୟାରେ ଯୋଗଦାନ କରେ, ବିଶେଷ କରି ଭାରତ ଏବଂ ଅଷ୍ଟ୍ରେଲିଆ ଉପକୂଳ ନିକଟରେ। ଭାରତ ମହାସାଗର ନୀଳ ତିମି, ଡଲଫିନ୍, ସାମୁଦ୍ରିକ କଇଁଛ ଏବଂ ଡୁଗଙ୍ଗ ସମେତ ବିଭିନ୍ନ ପ୍ରକାରର ସାମୁଦ୍ରିକ ପ୍ରଜାତିଙ୍କ ଆବାସ ସ୍ଥଳ। ମାଳଦ୍ୱୀପ ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜ ଭଳି ପ୍ରବାଳ ପ୍ରଣାଳୀ ସ୍ପନ୍ଦନଶୀଳ ଇକୋସିଷ୍ଟମକୁ ସମର୍ଥନ କରେ। ଗୁରୁତ୍ୱପୂର୍ଣ୍ଣ ମାଛ ପ୍ରଜାତିରେ ଟୁନା, ମ୍ୟାକେରେଲ ଏବଂ ଚିଙ୍ଗୁଡ଼ି ଅନ୍ତର୍ଭୁକ୍ତ, ଯାହା ସମୁଦ୍ରକୁ ମାଛ ଧରିବା ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ କରିଥାଏ। ଭାରତ ମହାସାଗର ଏକ ପ୍ରମୁଖ ବାଣିଜ୍ୟ ମାର୍ଗ। ମୁମ୍ବାଇ, ଡରବାନ ଏବଂ ପର୍ଥ ଭଳି ପ୍ରମୁଖ ବନ୍ଦର ବିଶ୍ୱ ବାଣିଜ୍ୟକୁ ସହଜ କରିଥାଏ। ଏଥିରେ ବିଶେଷ କରି ପାରସ୍ୟ ଉପସାଗର ଅଞ୍ଚଳରେ ସମୃଦ୍ଧ ତୈଳ ଏବଂ ଗ୍ୟାସ ସଂରକ୍ଷଣ ରହିଛି। ଜଳବାୟୁ ନିୟନ୍ତ୍ରଣ, ଉତ୍ତାପ ଶୋଷଣ ଏବଂ ମୌସୁମୀ ଧାରାକୁ ପ୍ରଭାବିତ କରିବାରେ ମହାସାଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପ୍ଲାଷ୍ଟିକ ଅପଚୟ, ତେଲ ବିସ୍ତାର ଏବଂ ରାସାୟନିକ ପ୍ରବାହ ସାମୁଦ୍ରିକ ପରିସଂସ୍ଥାକୁ ବିପଦରେ ପକାଇଛି। ଅସ୍ଥାୟୀ ମାଛ ଧରିବା ଅଭ୍ୟାସ ମାଛ ସଂଖ୍ୟା ହ୍ରାସ ପାଇଛି। ସମୁଦ୍ରର ତାପମାତ୍ରା ବୃଦ୍ଧି ଏବଂ ସମୁଦ୍ର ଅମ୍ଳୀକରଣ ପ୍ରବାଳ ପ୍ରାଚୀର ଏବଂ ସାମୁଦ୍ରିକ ଜୈବ ବିବିଧତାକୁ ପ୍ରଭାବିତ କରୁଛି। ଭାରତ ମହାସାଗର ପୃଥିବୀର ପରିସଂସ୍ଥାର ଏକ ଅତ୍ୟାବଶ୍ୟକ ଅଂଶ। ସାମୁଦ୍ରିକ ଜୀବନ, ବିଶ୍ୱ ବାଣିଜ୍ୟ ଏବଂ ଜଳବାୟୁ ସନ୍ତୁଳନକୁ ସମର୍ଥନ କରେ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ତାହେଲେ ଭିଡିଓ ଟିକେ ଲାଇକ୍ କରିଦେବ। ଯଦି କିଛି କ୍ୱେଶ୍ଚନ୍ସ ଅଛି, କିଛି ଡାଉଟ୍ ଅଛି, କମେଣ୍ଟ ଲେଖିକି ଦେବ, ତାକୁ ଆନ୍ସର କରିବା। ଆଉ ଯେଉଁମାନେ ଭିଡିଓ ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବା, ମିଶିକି ପଢିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।